हेलो हाय नमस्कार जय जगन्नाथ ଆଉ ଆପଣମାନେ ଭଲ ଥିବେ ବୋଲି ମୋର ଆଶା। ଆଉ ଦେଖନ୍ତୁ ମୋର ଏଟା ତଲି ଆଉ ମୋର ଏଟା ଟିକେ ଗାଢୁଆ ଜାଗା ପାଣି ଜାଗା ବୋଲିକରି ଏଠି ଟିକେ କେଚ୍ ଜଙ୍କ ରହନ୍ତି ଯୋଉଟା ମାଟି ତଳେ ରହନ୍ତି ଆଉ ପାଣି ହେଲେ ଉପରକୁ ଆସିଯାଆନ୍ତି। କୋଉ ଲୋକର ଯଦି ରକ୍ତ ଗନ୍ଧ ଟିକେ ପାଇଲେ ସେମାନେ ଚାହିଁ ପୁରା ପାଦ ତଳେ ଲାଗିଯାଆନ୍ତି ଆଉ ରକ୍ତ ଶୋଷି ନିଅନ୍ତି। ସେଇ ଜଙ୍କର ନାଶ କରିବା ପାଇଁ ମୁଁ ଆପଣଙ୍କୁ ବହୁତ ଭଲ ଫର୍ମୁଲା ଗୋଟେ ବତାଉଛି। ଆପଣ ଯେତେବେଳେ ତଲି ମାରିବେ ପଲା ମାରିବେ ସେଇ ସମୟରେ କିଛି ଗୋଟେ ଦୁଇ ଦିନ ଆଗରୁ ଆପଣମାନେ ବ୍ଲିଚିଂ ପାଉଡର ବାଲି ସହିତ ବ୍ଲିଚିଂ ପାଉଡରକୁ ମିକ୍ସ କରି ନହେଲେ ୟୁରିଆ ସହିତ ଯେତେବେଳେ ୟୁରିଆ ସ୍ପ୍ରେ କରୁଛନ୍ତି ୟୁରିଆ ମାରୁଛନ୍ତି ତଲିରେ ସେତେବେଳେ ଆପଣମାନେ ୟୁରିଆ ସହିତ ବ୍ଲିଚିଂ ପାଉଡରକୁ ମିକ୍ସ କରି ଆଉ ଡିଏପି କୁ ମିକ୍ସ କରି ମଧ୍ୟ ତଳିରେ ମାରିପାରିବେ। ତ ମାରିଲା ବେଳେ ଟିକେ ଧ୍ୟାନ ଦେବେ କି ପାଣି ପୁରା ଅଳ୍ପଟେ ଥିବ, ପୁରା କମ କମ କାଁ ଭାଁ ଟିକେ ଟିକେ ଯେମିତି ଥିବ ପଳାରେ। ତ ସେଇ ସମୟରେ ଆପଣମାନେ ଏଇ ବ୍ଲିଚିଂ ପାଉଡର ଆଉ ଡିଏପି ୟୁରିଆକୁ ମିକ୍ସ କରି ମାରିପାରିବେ। ମାରିଲେ ତୁରନ୍ତ ଗୋଟେ ଦୁଇ ଦିନ ପରେ ସେଠି ଯୋଉ ଜଙ୍କ ଯାକ ଥିବେ ସେଇ ଏରିଆ ମଧ୍ୟରେ ଯୋଉ ପଲା ସାଇଡରେ ଥିବେ ସେ ସବୁ ଯାକ ବ୍ଲିଚିଂ ପାଉଡର ଦ୍ୱାରା ଖତମ ହେଇଯିବେ ଆଉ ସେଠିକୁ ଆଉ କିଛି ଦିନ ପାଇଁ ଆସିବେ ନାହିଁ। ଯୋଉଟା ଥିବେ ସେଠି ସେମାନେ ପୁରା ଭାବରେ ଖତମ ହେଇଯିବେ। ମୋର ପଲା ଏଠି ଟିକେ ଗାଡୁଆ ଜାଗାରୁ ହେଇଥିବାରୁ ଏଠି ଟିକେ ଜଙ୍କ ପ୍ରବଳ, ତ ସେଥିପାଇଁ ମୁଁ ଏଠି ବ୍ଲିଚିଂ ପାଉଡର ୟୁଜ କରୁଛି ୟୁରିଆ ଡିପି ସହିତ ମିକ୍ସ ସହିତ। ତ ଆପଣମାନେ ବି କରନ୍ତୁ, ନିଶ୍ଚିତ ଭାବରେ ଜଙ୍କରୁ ଦୂରେଇ ଯିବେ। ଆଉ ମୋର ଏଠି କାଦୁଅ ହେଲା ସମୟରେ ମୁଁ ମଧ୍ୟ ସ୍ପ୍ରେ କରିବି, ତାହା ମଧ୍ୟ ଆପଣଙ୍କୁ ବତେଇବି କି କହିବି ଆପଣଙ୍କୁ ତ କେମିତି କରିବା ଦରକାର। ମୁଁ ତ ଆପଣଙ୍କୁ ଡିଟେଲ୍ସ କହୁଛି। ଆଉ ଯଦି ଆପଣଙ୍କର କ୍ଷେତ ଯାକ ସବୁ ଯାକ ହେଇଛି ତ ଆପଣ ସ୍ପ୍ରେ ମଧ୍ୟ କରିପାରେ ବ୍ଲିଚିଂ ପାଉଡରକୁ। ପୁରା କେତେବେଳେ ସ୍ପ୍ରେ କରିବେ ନା ଯେତେବେଳେ ଆପଣ କାଦୁଅ କରିବେ, ଯେତେବେଳେ ଆପଣ କାଦୁଅ କରିବେ କାଦୁଅ କରିବା ଆଗରୁ ବ୍ଲିଚିଂ ପାଉଡରକୁ ସ୍ପ୍ରେ କରିବେ ପାଣିରେ ଗୋଳେଇକରି। ସ୍ପ୍ରେ କରି ସାରିଲା ପରେ ଆପଣଙ୍କର କାଦୁଅ କରିବେ, ତାହେଲେ ଯେତେ ଯାକ ଆପଣଙ୍କର କ୍ଷେତରେ ଥିବେ ଜଙ୍କ ଯୋଉଟା ସେମାନେ ପୁରା ଶେଷ ହେଇଯିବେ। ତାକୁ କମେଇବା ପାଇଁ ବ୍ଲିଚିଂ ପାଉଡର ୟୁଜ କରିବା ଜରୁରୀ। ହେଲେ ଯଦି ଜଙ୍କ ରହିବେ କ୍ଷେତରେ ସେମାନେ କେଚୁଆଁ ଯୋଉ କାମ କରନ୍ତି ତଲେ ମାଟି ତଲେ ଉର୍ବର ରଖନ୍ତି, ଜଙ୍କ ମଧ୍ୟ ସେଇ ଉର୍ବରତା ବଞ୍ଚାଇ ରଖନ୍ତି, ଉର୍ବରତା କରନ୍ତି। ତ ଆପଣମାନେ ମୋର ଫ୍ରେଣ୍ଡସ୍ ଆପଣ ଏମିତି ଦେଖୁଥାନ୍ତୁ ଗୁଗୁଲ ଫାର୍ମିଂକୁ, ଆଉ ୟୁଟ୍ୟୁବରେ ଦେଖୁଥିଲେ ସବସ୍କ୍ରାଇବ ଟେ କରନ୍ତୁ, ଲାଇକ୍ ଟେ କରନ୍ତୁ। ଫେସବୁକରେ ଦେଖୁଥିଲେ କମେଣ୍ଟ ନିଶ୍ଚିତ ଭାବରେ କରନ୍ତୁ, ଫଲୋ କରନ୍ତୁ, ଯେମିତି ଆଗକୁ ଆହୁରି ଏମିତି କିଛି ଭିଡ଼ିଓ ଆପଣ ପାଇବେ। ଆଉ ଦେଖୁଥାନ୍ତୁ ଗୁଗୁଲ ଫାର୍ମିଂ। ଜୟ ଜଗନ୍ନାଥ।